Hi everyone, welcome to my channel Plus to All Classes by Shobhan sir. ଆଜି ଆମେ ଆଲୋଚନା କରିବା ଉପଭୋଗ ଓ ଚାହିଦାର MCQ କ୍ୱେଶ୍ଚିନ୍ ଯେଉଁଟାକି ତୁମର ଫାଇନାଲ୍ ଏକ୍ଜାମ୍ରେ ଆସିବ। ସେଇଟା ଅଧା ଇଣ୍ଟରନାଲ୍ ପାଇଁ ଆଉ ଅଧା ଆନୁଆଲ୍ ଏକ୍ଜାମ୍। ଯେଉଁ ଅଧାକ ଅଛି ତୁମର ଆନୁଆଲ୍ ଏକ୍ଜାମ୍ ପାଇଁ ତା'ର MCQ କ୍ୱେଶ୍ଚିନ୍ ମୁଁ ଡିସ୍କସନ୍ କରିବି। ଆମେ ଏଇ ପାର୍ଟରେ ତୁମର ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍ ଯେଉଁ 2024, 23, 22 ଯେଉଁ ସର୍ଟ କ୍ୱେଶ୍ଚିନ୍ ଅଛି ଟୋଟାଲ୍ ଆମେ 16 ପର୍ଯ୍ୟନ୍ତ ଯେତେକ ତୁମର MCQ ଅଛି ସେଇ ସବୁତକ MCQ ମୁଁ ଏଇ ଭିଡ଼ିଓରେ ଡିସ୍କସନ୍ କରିବି। ଚାଲନ୍ତୁ ଭିଡ଼ିଓ କେତେବେଳେ ଆରମ୍ଭ କରିବା। କ'ଣ ଦେଇଛି ତୁମର ଫାର୍ଷ୍ଟ କ୍ୱେଶ୍ଚିନ୍ ସୀମାନ୍ତ ଉପଯୋଗିତା ରେଖାଟି ହେଉଛି ଡ୍ୟାସ୍। ସୀମାନ୍ତ ଉପଯୋଗିତାର ରେଖାଟି ହେଉଛି ନିମ୍ନଗାମୀ। ଦେନ୍ ସେକେଣ୍ଡ କ୍ୱେଶ୍ଚିନ୍ ଅନୁପୂରକ ଦ୍ରବ୍ୟର ଚାହିଦା ଆଉ କେଉଁ ଚାହିଦା ଭାବରେ ଜଣା? ଯୁଗ୍ମ ଚାହିଦା। 3 ନମ୍ବର କ୍ୱେଶ୍ଚିନ୍ ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା କ୍ଷେତ୍ରରେ ଚାହିଦା ରେଖା କିପରି ହୁଏ? 3 ନମ୍ବର ଆନ୍ସର ହେଉଛି ଭୂଲମ୍ବ। 4 ନମ୍ବର କ୍ୱେଶ୍ଚିନ୍ ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା ସ୍ଥଳେ ଚାହିଦା ସ୍ଥିତିସ୍ଥାପକତାର ମୂଲ୍ୟ ହେବ ଡ୍ୟାସ୍। 4 ନମ୍ବର କ୍ୱେଶ୍ଚିନ୍ର ଆନ୍ସର ହେଉଛି ଅସୀମ। ଯେତେବେଳେ ପ୍ରାନ୍ତୀୟ ଉପଯୋଗିତା ଶୂନ ହୁଏ ସେତେବେଳେ ମୋଟ ଉପଯୋଗିତା କ'ଣ ହୁଏ? 5 ନମ୍ବର ଆନ୍ସର ହେଉଛି ସର୍ବାଧିକ। 6 ନମ୍ବର କ୍ୱେଶ୍ଚିନ୍ ଆୟ ବୃଦ୍ଧି ପାଇଲେ ଚାହିଦା ରେଖାର ସ୍ଥିତି କ'ଣ ହୋଇଥାଏ? 6 ନମ୍ବର ଆନ୍ସର ହେଉଛି ଡାହାଣକୁ ସ୍ଥାନ ପରିବର୍ତ୍ତନ ହୋଇଥାଏ। ନେକ୍ସଟ 7 ନମ୍ବର କ୍ୱେଶ୍ଚିନ୍ ଯେତେବେଳେ X ଦ୍ରବ୍ୟର ଦର ବୃଦ୍ଧି ହେତୁ Y ଦ୍ରବ୍ୟର ଚାହିଦା ବଢ଼େ ସେତେବେଳେ ଦ୍ରବ୍ୟ ଦୁଇଟି ଡ୍ୟାସ୍। 7 ନମ୍ବର ଆନ୍ସର ହେଉଛି ବୈକଳ୍ପିକ। 8 ନମ୍ବର ସୀମାନ୍ତ ଉପଯୋଗିତା ଋଣାତ୍ମକ ହେଲେ ମୋଟ ଉପଯୋଗିତାରେ କ'ଣ ହୁଏ? 8 ନମ୍ବର କ୍ୱେଶ୍ଚିନ୍ ଏହାର ଆନ୍ସର ହେଉଛି ହ୍ରାସ ପାଏ। 9 ନମ୍ବର ଜୀବନ ଧାରଣ ପାଇଁ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଚାହିଦା ରେଖା ଡ୍ୟାସ୍। 9 ନମ୍ବର ଆନ୍ସର ହେଉଛି ଉଲମ୍ବ। 10 ନମ୍ବର ପ୍ରତିସ୍ଥାପନ ସୂତ୍ରଟି ଅନ୍ୟ ଭାଷାରେ କ'ଣ କୁହାଯାଏ? 10 ନମ୍ବର ଆନ୍ସର ହେଉଛି ସମସୀମାନ୍ତ ଉପଯୋଗିତା ସୂତ୍ର। 11 ନମ୍ବର କ୍ୱେଶ୍ଚିନ୍ ଯେତେବେଳେ ଦର ବଢ଼େ ବା କମେ ସେତେବେଳେ ଚାହିଦା ପରିମାଣ କ'ଣ ହୁଏ? 11 ନମ୍ବର ଆନ୍ସର ହେଉଛି କମେ ବା ବଢ଼େ। 12 ନମ୍ବର କ୍ୱେଶ୍ଚିନ୍ ଚାହିଦା ପରିବର୍ତ୍ତନ କେଉଁ ପରିବର୍ତ୍ତନ ପାଇଁ ସମ୍ଭବ ହୁଏ? 12 ନମ୍ବର ଆନ୍ସର ହେଉଛି ଉପରୋକ୍ତ ସମସ୍ତ ମିନ୍ସ ଆୟ, ଜନସଂଖ୍ୟା, ରୁଚି ଓ ପସନ୍ଦ। ଉପରୋକ୍ତ ସମସ୍ତ ହେଉଛି କରେକ୍ଟ ଆନ୍ସର। ଏହି ସବୁଗୁଡ଼ିକ ଚାହିଦା ପରିବର୍ତ୍ତନ ଏହି ସବୁଗୁଡ଼ିକ ପରିବର୍ତ୍ତନ ହେଲେ ଚାହିଦା ପରିବର୍ତ୍ତନ ହୋଇଥାଏ। 13 ନମ୍ବର କ୍ୱେଶ୍ଚିନ୍ ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା ସ୍ଥଳେ ସ୍ଥିତିସ୍ଥାପକର ମୂଲ୍ୟ ଡ୍ୟାସ୍ ଅଟେ? 13 ନମ୍ବର ଆନ୍ସର ହେଉଛି ଅସୀମ। 14 ନମ୍ବର ଚାହିଦା ନିୟମ କେଉଁଟିରେ କାର୍ଯ୍ୟ କରେ ନାହିଁ? 14 ନମ୍ବର ଆନ୍ସର ହେଉଛି ଉପରୋକ୍ତ ସମସ୍ତ। ଆଡ଼ମ୍ବରପୂର୍ଣ୍ଣ ଉପଭୋଗ, ସମଜାତୀୟ ଦର ପରିବର୍ତ୍ତନ ପ୍ରତ୍ୟାଶା, ଜରୁରୀକାଳୀନ ଅବସ୍ଥା। 15 ନମ୍ବର ଉପଭୋଗର ଅର୍ଥ କ'ଣ? 15 ନମ୍ବର ଆନ୍ସର ହେଉଛି ଉପଯୋଗିତାର ଧ୍ୱଂସ ହେଉଛି ଆମର ଉପଭୋଗର ଅର୍ଥ। ତାପରେ 16 ନମ୍ବର କ୍ୱେଶ୍ଚିନ୍ ଆମେ ଯେତେବେଳେ କୌଣସି ସାମଗ୍ରୀ ଅଧିକ ଉପଭୋଗ କରୁ ସେତେବେଳେ ସୀମାନ୍ତ ଉପଯୋଗିତା କ'ଣ ହୁଏ? 16 ନମ୍ବର ଆନ୍ସର ହେଉଛି ହ୍ରାସ ପାଏ। ଦେନ୍ 17 ନମ୍ବର କ୍ୱେଶ୍ଚିନ୍ ଲୁଣର ଚାହିଦା କ'ଣ? ଲୁଣର ଚାହିଦା ହେଉଛି ଅସ୍ଥିତିସ୍ଥାପକ। ଗିଫେନ୍ ଦ୍ରବ୍ୟ ସ୍ଥଳେ ଚାହିଦା ରେଖା ଡ୍ୟାସ୍। 18 ନମ୍ବର ଆନ୍ସର ହେଉଛି ଊର୍ଦ୍ଧ୍ୱଗାମୀ। 19 ନମ୍ବର ଏକକ ସ୍ଥିତିସ୍ଥାପକ ଚାହିଦା ସ୍ଥଳେ ଦର ସ୍ଥିତିସ୍ଥାପକତାର ମୂଲ୍ୟ ଡ୍ୟାସ୍। 19 ନମ୍ବର ଆନ୍ସର ହେଉଛି 1 ସହ ସମାନ। 20 ନମ୍ବର ସମ୍ପୂର୍ଣ୍ଣ ପ୍ରତିସ୍ଥାପନକ୍ଷମ ଦ୍ରବ୍ୟ କ୍ଷେତ୍ରରେ ଦର ସ୍ଥିତିସ୍ଥାପକତା କ'ଣ? 20 ନମ୍ବର ଆନ୍ସର ହେଉଛି ଅସୀମ। ଦେନ୍ 21 ଯେତେବେଳେ ସୀମାନ୍ତ ଉପଯୋଗିତା ହ୍ରାସ ପାଏ ସେତେବେଳେ ମୋଟ ଉପଯୋଗିତା ବୃଦ୍ଧି ପାଏ। 21 ନମ୍ବର ବୃଦ୍ଧି ପାଏ। 22 ନମ୍ବର ସ୍ୱାଭାବିକ ଭାବରେ ଚାହିଦା ରେଖାଟି ନିମ୍ନଗାମୀ। 23 ନମ୍ବର ଚାହିଦାର ଏକକ ସ୍ଥିତିସ୍ଥାପକ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତାର ମୂଲ୍ୟ ଡ୍ୟାସ୍। 23 ନମ୍ବର ଆନ୍ସର ହେଉଛି 1। 24 ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଚାହିଦା ଡ୍ୟାସ୍। ଅତ୍ୟାବଶ୍ୟକ ଦ୍ରବ୍ୟର ଚାହିଦା ହେଉଛି ଅସ୍ଥିତିସ୍ଥାପକ।
25 चाहिदा सूत्र अनुसार जेकोसी जदि चाहिदा सूत्र अनुसार जदि कौन द्रव्यर दर बढ़े तेबे द्रव्य प्रति चाहिदार परिमाण डैश 25 नंबर आंसर होची ह्रास घटिबो। 26 विविध व्यवहार थिबा द्रव्यर स्थितिस्थापकता डैश 2021 रे क्वेश्चन पड़ता तो पढ़ी पारे ये वर्षटा तुम टे देखीदब। 26 नंबर क्वेश्चन आंसर होची अधिक स्थितिस्थापकता। 27 जेतेबेले समग्र उपयोगिता सर्वाधिक सेतेबेले प्रांतीय उपयोगिता हेउची 0। 27 नंबर 0। या पर 28 नंबर वस्तुर दर वृद्धि सत्वे जदि चाहिदा परिवर्तित रहे दर स्थितिस्थापकता को कौन कहुजिबो। 28 नंबर आंसर होची संपूर्ण अणस्थितिस्थापकता बा E = 0। 29 नंबर चाहिदा रेखार डाहाण को स्थानच्युति कौन संकेत करे। 29 नंबर आंसर होची चाहिदार वृद्धि। 30 नंबर क्वेश्चन होची गोटिए द्रव्यर दर परिवर्तन हेले जदि कोनोसी खाउटिंकर द्रव्य पाई मोट व्यय अपरिवर्तित हुए तेबे दर स्थितिस्थापकतार सांख्यिक मूल्य डैश 2018 रे आसला तो एई वर्ष भी आसी पारे टे देखिदब। आंसर होची 1। 30 नंबर 31 नंबर क्वेश्चन सामूहिक व्यय उपभोग प्लस निवेश रेखार आकार है डैश सामूहिक व्यय तार रेखार आकार किपरि 31 नंबर आंसर होची ऊर्ध्वगामी। 32 अपेक्षाकृत स्थितिस्थापकता चाहिदार सांख्यिक मूल्य है डैश अपेक्षाकृत स्थितिस्थापक चाहिदार सांख्यिक मूल्य होची कौन। 32 नंबर आंसर होची 1 रु अधिक। ऑप्शन आई भी यार करेक्ट आंसर। देन तुमर 32 प्रीवियस ईयर क्वेश्चन मुझे छाड़ दीजिए यार पार्ट 2 रे भाई यार नेक्स्ट वीडियो रे मु एक्सपेक्टेड एमसीक्यू क्वेश्चन विथ आंसर्स वीडियो अपलोड करी। मोर एवरीडे 7टा बेले क्लासेस होची तो चैनल को सब्सक्राइब करके रखिदा। एवरीडे 7टा रे मो क्लास करूची वीडियो तुम पाइजो वीडियो देखिबो। नेक्स्ट क्लास मु ओडिया रे अपलोड करी ओडिया रो बड़पण मु ऑलरेडी पुष्पपुर रे वर्षावरण वीडियो अपलोड कर सारची। संस्कृत रो मोर पार्ट 1 अपलोड करची तमर जो स्वप्नवास बदतम रहुची से नाटकटा से नाटकर एमसीक्यू 50टा वीडियो अपलोड करची तार पार्ट 2 वीडियो भी मु अपलोड करी। धन्यवाद। वंदे उत्कल जननी।